नमस्कार। ମୁଁ ଅଭିଜିତ କୁମାର ରାମ। ଆଜି ମୁଁ ଏଠି ଇନକମ୍ ଟ୍ୟାକ୍ସ ବିଷୟରେ ଛୋଟିଆ ଇନଫର୍ମେସନ୍ ଦେବା ପାଇଁ ଚାହୁଁଛି। ମୁଁ ଯେହେତୁ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପ୍ରାକ୍ଟିସରେ ଅଛି, ତ ବହୁତ ସମୟରେ କିଛି କ୍ଲାଏଣ୍ଟଙ୍କର କଥା ଶୁଣିବାକୁ ମିଳେ ଯେ ସାର୍ ଆମର ଯେତିକି ଆକାଉଣ୍ଟ ଅଛି କ'ଣ ଆମେ ସବୁ ଇନକମ୍ ଟ୍ୟାକ୍ସରେ ଦେଖେଇବା। ମୋର ଧରାଯାଉ 10ଟା ଆକାଉଣ୍ଟ ଅଛି, କ'ଣ 10ଟା ଆକାଉଣ୍ଟ ଇନକମ୍ ଟ୍ୟାକ୍ସରେ ଦେଖେଇବି? ଦୁଇଟା ଆମର ଦେଇଦେଲେ ହେବନି? ସବୁ ଦେଖିବା ଦରକାର, ସବୁ ଷ୍ଟେଟମେଣ୍ଟ ଆପଣଙ୍କୁ ଦରକାର। ତ କିଛି କ୍ଲାଏଣ୍ଟ କୁହନ୍ତି ସାର୍ ଆପଣ ସବୁ ଡକୁମେଣ୍ଟ କାହିଁକି ମାଗୁଛନ୍ତି? ତ ୟା ବିଷୟରେ ଗୋଟେ ସିମ୍ପଲ୍ ଜିନିଷ, ଆପଣ ଜାଣିଥିବେ ଯାହା ବି ବ୍ୟାଙ୍କ ଆକାଉଣ୍ଟ ଆପଣମାନଙ୍କର ଅଛି, ସବୁ ବ୍ୟାଙ୍କ ଆକାଉଣ୍ଟରେ ଆପଣଙ୍କର ପାନ୍ ଆଧାର ସବୁ ଅଛି, ପାନ୍ ଆଧାର ଲିଙ୍କ ଅଛି। ଆପଣ କେଉଁଠି କ'ଣ ଟ୍ରାଞ୍ଜାକ୍ସନ୍ କରୁଛନ୍ତି, କିସ କରୁଛନ୍ତି, ସବୁ ଇନଫର୍ମେସନ୍ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ପାଖରେ ଅଛି। କେଉଁଠି ଏଫ୍ ଡ଼ି କଲେ, କେଉଁଠି କ'ଣ ରଖିଲେ, କେତେ କ୍ୟାସ୍ ୱିଥଡ୍ର କରୁଛନ୍ତି, ସେସବୁ ଟ୍ରାଞ୍ଜାକ୍ସନ୍ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ପାଖରେ ସବୁ ଅଛି। ଆଉ ସେ ସବୁର ଡିଟେଲ୍ସ ବାହାର କରିବା ପାଇଁ ବି ଚାହିଁଲେ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ବ୍ୟାଙ୍କକୁ ନୋଟିସ୍ କଲେ ବ୍ୟାଙ୍କ ତାକୁ ସବୁ ଦେବା ପାଇଁ ବି ବାଧ୍ୟ। ଆଉ ଯଦି ଆମେ ରିଟର୍ଣ୍ଣ ଫାଇଲ୍ କଲାବେଳେ ଧର ମୋ 10ଟା ଆକାଉଣ୍ଟ ଅଛି, 10ଟା ଆକାଉଣ୍ଟରୁ ବର୍ତ୍ତମାନ ଆପଣଙ୍କୁ ମୋର ଇଚ୍ଛା ହେଲା ମୁଁ 2ଟା ଦେଲି, ମୋତେ କହିଲି ଆପଣ ମୋର ଇନକମ୍ ଟ୍ୟାକ୍ସ ଫାଇଲ୍ କରିଦିଅନ୍ତୁ, ମୁଁ 2ଟା ଆକାଉଣ୍ଟ ମୋର ଦେଲି, ମୋର ଫାଇଲ୍ କରିଦେଲି। ଇନକମ୍ ଟ୍ୟାକ୍ସ ଫାଇଲ୍ କଲା ସେଥିରେ ଗୋଟେ 26AS ବୋଲି ଗୋଟେ ଷ୍ଟେଟମେଣ୍ଟ ଅଛି, ଗୋଟେ AIS ବୋଲି ଗୋଟେ ଅଛି, ଆନୁଆଲ୍ ଇନଫର୍ମେସନ୍ ସିଷ୍ଟମ୍। ତ ସେଥିରେ ଆପଣଙ୍କର କେତେଟା ଆକାଉଣ୍ଟ ଅଛି, କ'ଣଟା ସେଥିରେ ଆପଣଙ୍କର ଇଣ୍ଟରେଷ୍ଟ ମିଳିଛି, କେତେ କ୍ୟାସ୍ ୱିଥଡ୍ର ହେଇଛି, ଡିପୋଜିଟ୍ ହେଇଛି, ସେସବୁ ଡିଟେଲ୍ସ, GST ଡିଟେଲ୍ସ ସବୁ ଆସେ। ତ ସେଥିରେ ଆପଣଙ୍କର ଯଦି 10ଟା ଆକାଉଣ୍ଟ ଅଛି, 10ଟା ଆକାଉଣ୍ଟ ଡିଟେଲ୍ସ ଆସିଥିବ। ଆଉ ଆପଣ ମୋତେ ଧରନ୍ତୁ ଦେଲେ ଯେ ମୁଁ 2ଟା ଆକାଉଣ୍ଟ ଦେଇକି ମୋର ଫାଇଲ୍ କରିବି। ଗୋଟେ ଚାର୍ଟାର୍ଡ ଆକାଉଣ୍ଟ ହେଉ କି ଟ୍ୟାକ୍ସ ପ୍ରାକ୍ଟିସନର ଯିଏ ବି ହେଉ, ତାକୁ ଯଦି ଆପଣ 10ଟା ଆକାଉଣ୍ଟ ସବୁ ଦେବେ, ସେ ଯାହା ମାଗୁଛି, ସିଏ ଯେତିକି ପରିଶ୍ରମ କରିବ, 2ଟା ଆକାଉଣ୍ଟରେ ତା'ର ପରିଶ୍ରମ ବେଶୀ ହେବ କି କମ୍ ହେବ ଆପଣ ଚିନ୍ତା କରିଦିଅନ୍ତୁ। ତ ଫିସ୍ ତା'ର ଫାଇଲିଂ କରିଦେଲେ ପ୍ରାୟ ଯେତିକି ପଇସା 10ଟା ଆକାଉଣ୍ଟରେ ଫାଇଲ୍ କଲେ ପାଇବ, 2ଟାରେ ବି ସେତିକି ପାଇବ, ତ ତାକୁ ସୁବିଧା। କିନ୍ତୁ ପର ମୁହୂର୍ତ୍ତରେ କ'ଣ ହେଇପାରେ ନା ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଆପଣଙ୍କର ଏଇ ଇନଫର୍ମେସନ୍ ପାଇଲା ପରେ ଯେ ଆପଣ 8ଟା ଆକାଉଣ୍ଟ ଦେଖାଇ ନାହାନ୍ତି, ସେ ବିଷୟରେ ନୋଟିସ୍ ହେବ, ତା'ର ଅନ୍ୟାନ୍ୟ କମ୍ପ୍ଲିକେସନ୍ସ ଅଛି, ସେତେବେଳେ ଆପଣ ଅଯଥା ଖର୍ଚ୍ଚାନ୍ତ ବି ହେବେ। ତେଣୁ ବେଟର୍ ଆପଣଙ୍କ ପାଖରେ ଯାହା ଆକାଉଣ୍ଟ ଅଛି, ଯାହା ମେଣ୍ଟେନ୍ କରିଛନ୍ତି, ସବୁ ଡିଟେଲ୍ସ ଥରକରେ ଆପଣ ଦେଇଦିଅନ୍ତୁ। ଫାଇଲ୍ କଲାବେଳେ ଇନକମ୍ ଟ୍ୟାକ୍ସ ସବୁ ଡିସକ୍ଲୋଜ୍ କଲେ ସୁବିଧା। ନହେଲେ ପରେ ସେତେବେଳକୁ ତାକୁ ଆପଣଙ୍କୁ ଜଷ୍ଟିଫାଏ କରିବା ପାଇଁ ଯେ ଆପଣ କାହିଁକି ଦେଖାଇ ନଥିଲେ, କାହିଁକି ଛାଡ଼ି ଦେଇଥିଲେ, କ'ଣ କରିଥିଲେ, ତ ସେସବୁ ଜିନିଷ ଗୁଡ଼ାକୁ ଆଭଏଡ଼୍ କରନ୍ତୁ। ହେଇପାରେ ଟିକେ କଷ୍ଟ ଲାଗିପାରେ ଯେ ମୋର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କି ମୋ ଟ୍ୟାକ୍ସ କନସଲଟାଣ୍ଟ ମୋତେ ସବୁ ଆକାଉଣ୍ଟ ମାଗୁଛି। ତ ଠିକ୍ ଅଛି, ସେ ମାଗୁଛି, ଭଲ ପାଇଁ ମାଗୁଛି, ତାକୁ ସବୁ ଦେବା କଥା। ଆଉ କିଛି ଲୋକ କହିବେ ନା ମୋର 2ଟା ହିଁ ଦେବି, ଯେ ତାର 2ଟାରେ ଫାଇଲ୍ କରିବା ପାଇଁ ଚାହିଁବ, ପର ମୁହୂର୍ତ୍ତରେ ହେଇପାରେ ତାକୁ ନୋଟିସ୍ ବି ଆସିପାରେ ଇନକମ୍ ଟ୍ୟାକ୍ସରେ ଯେ ଆପଣ ବାକି ଆକାଉଣ୍ଟ ଦେଖାଇ ନାହାନ୍ତି, ତା ଟ୍ରାଞ୍ଜାକ୍ସନ୍ ଦେଖାଇ ନାହାନ୍ତି। ତ ସେତେବେଳେ ତା'ର ଅଲଗା କମ୍ପ୍ଲିକେସନ୍ସ ଅଛି, ତା'ର ଅନ୍ୟାନ୍ୟ ତା'ର ଖର୍ଚ୍ଚ ଇନକମ୍ ଟ୍ୟାକ୍ସ ଫାଇଲ୍ କରିବା ଅପେକ୍ଷା ଅଧିକ ହେବ। ତେଣୁ ସିମ୍ପଲ୍ ସାଧାରଣ ଭାଷାରେ ଆପଣ ତାକୁ ଯେତେ ସମ୍ଭବ ସବୁ ଆକାଉଣ୍ଟ ଶୋ କରନ୍ତୁ, ଯାହା ଆପଣ ଯେଉଁଠି ଇନଭେଷ୍ଟ କରିଛନ୍ତି କି ରଖିଛନ୍ତି ସେ ଡିଟେଲ୍ସ ବି ଦିଅନ୍ତୁ। ତାହେଲେ ଆପଣଙ୍କ ରିଟର୍ଣ୍ଣଟା ପ୍ରପର୍ ୱେରେ ଠିକ୍ ଇନଫର୍ମେସନ୍ ସହିତ ଫାଇଲ୍ ହେଇପାରିବ। ଧନ୍ୟବାଦ।